ସାର୍ ନମସ୍କାର। ଓଡ଼ିଶା ନ୍ୟୁଜ୍ ଲାଇଭ୍କୁ ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ସାର୍। ନମସ୍କାର। ଆପଣ ତ ଯେଉଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଆପଣ ଜଣେ ପ୍ରାର୍ଥୀ କଂଗ୍ରେସର ବିଧାନସଭା ପ୍ରାର୍ଥୀ ବରଗଡ଼ର ଆଗକୁ କ'ଣ ସାର୍ ମୁଦ୍ଦା ଅଛି ଆଉ କେଉଁ ମୁଦ୍ଦା ନେଇକି ଆପଣ ନିର୍ବାଚନ ଲଢ଼ିବେ ସାର୍? ସମସ୍ତଙ୍କୁ ଧନ୍ୟବାଦ ଦେମି। ବରଗଡ଼ବାସୀ ମୋତେ ଯେନ୍ ଆଶୀର୍ବାଦ ଦେଇଛନ୍, ଯାହା ମୋର ସାଙ୍ଗେ ରହିଛନ୍, ମୋତେ ସମର୍ଥନ ଦେଇଛନ୍ ମୋର ନାମାଙ୍କନ ର୍ୟାଲିରେ। ବରଗଡ଼ବାସୀଙ୍କର ଆଶୀର୍ବାଦ ନେଇକିରି ମୁଁ ଆଗକେ ବଢ଼ମି। ବରଗଡ଼ବାସୀ ମୋର ପରିବାର, ବରଗଡ଼ ମୋର ଘର, ବରଗଡ଼ର ସମସ୍ତେ ମୋର ପରିବାରର ସଦସ୍ୟ। ମୁଁ ଛୋଟ ଦିନୁ ବରଗଡ଼ରେ ରହିଛେଁ, ଖେଲିଛେଁ, ବୁଲିଛେଁ, ପଢ଼ିଛେଁ। ତାଙ୍କର ସାଙ୍ଗେ ମୋତେ ଖେଲେଇଛନ୍, ବୁଲେଇଛନ୍। ସେ ଆଜି ସେ ସମୟ ତାଙ୍କର ଆଶୀର୍ବାଦ ଆଉ ସ୍ନେହ ଶ୍ରଦ୍ଧା ମୋର ସାଙ୍ଗେ ସବୁବେଳେ ରହିକିରି ଅଛି। ତାର ସାଙ୍ଗେ ସାଙ୍ଗେ କାଲି ଅଭୂତପୂର୍ବ ସମର୍ଥନ ଆପଣ ଦେଖିପାରିଥିବେ। ସୁନିଶ୍ଚିତ ଭାବରେ ବରଗଡ଼ରେ ଗୋଟେ ସ୍ୱଚ୍ଛ ନେତୃତ୍ୱର ଦରକାର ଅଛି, ନିହାତି ଭାବରେ। କାରଣ ଯେନ୍ ପ୍ରକାର ଅନ୍ୟାୟ ଅତ୍ୟାଚାର ବରଗଡ଼ରେ ଚାଲିଛି ସେଟାକେ ବନ୍ଦ କରବାର୍ ଲାଗି ପଡ଼ବା। ଜେନୁଇନ୍ ହିତାଧିକାରୀ ମାନେ ଯେନ୍ଟା ଅଛନ୍, ବ୍ଲକରେ ଅନେକ ଦୁର୍ନୀତି ହଉଛି, ମ୍ୟୁନିସିପାଲିଟିରେ ଅନେକ ଦୁର୍ନୀତି ହଉଛି। ହିତାଧିକାରୀ ମାନଙ୍କର ଯେନ୍ ମାନେ ଆକ୍ଚୁଆଲ ହିତାଧିକାରୀ ମାନେ ସେମାନେ ନାଇଁ ପାଇବାର୍, ଘର ନାଇଁ ପାଇବାର୍ କି ତାଙ୍କର ଭତ୍ତା ନାଇଁ ପାଇବାର୍ ପ୍ରପର ହିସାବରେ, ପ୍ରପର ସରକାରୀ ସାହାଯ୍ୟ ସେମାନେ ଯେନ୍ଟା ପାଇବାର୍ ଉଚିତ, ସେମାନେ ହକଦାର। ଜେନୁଇନନେସ୍ ତାଙ୍କର ଥିଲେ ବି ସେମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟ ରଖିକିରି ଅନେକ ଜିନିଷ କାଟି ଦିଆ ହଉଛି। ଏଇଟା ଗୋଟେ ଅତି ଦୁର୍ଭାଗ୍ୟଜନକ କଥା। ସରକାର ଯେତେବେଳେ କେନ୍ସି ସ୍କିମ୍ ବନାସି, କେନ୍ସି ଜାଗାରେ ଇଏ କରସି, ତାର ଗାଇଡଲାଇନ୍ ହିସାବରେ ସେମାନେ ଦେବାର ଉଚିତ। ସେ ଗାଇଡଲାଇନ୍କେ ଭାଉଲେଟ୍ କରିକିରି ସେମାନେ ମୋନୋପୋଲି କରିକିରି ଅନେକ ଜାଗାରେ ଅନେକ ଜିନିଷ ଦୁର୍ନୀତି ମାନେ କରୁଛନ୍। ତାର ସାଙ୍ଗେ ସାଙ୍ଗେ ଠିକାଦାର ପୋଷଣ ନୀତିରେ ବରଗଡ଼ ବିଧାନସଭା ଚାଲିଛି। ସବୁ ରାସ୍ତା ଉପରେ ରାସ୍ତା, ବିଲ୍ଡିଂ ଥିଲେ ବିଲ୍ଡିଂ ଉପରେ ବିଲ୍ଡିଂ, ଦୁଇ ପ୍ରକାରର ବିଲ୍। ଗୋଟେ ଫ୍ୟାକ୍ଟ୍ରିର CSR ଫଣ୍ଡ ବିଲ୍ ହଉଛେ ବୋଲେ ସେଇ ବିଲ୍କେ ବ୍ଲକନୁ ବି ବିଲ୍ ହଉଛି ସାଇମଲ୍ଟେନିୟସଲି। ଇତାନୁ ଦୁର୍ଭାଗ୍ୟ ଜିନିଷ କାଣା ଅଛି? ତାରନୁ ଗୋଟେ କାମ ଲାଗି ଯଦି ଦୁଇଥର ବିଲ୍ ହେଲା, ଗୋଟେ CSR ଫଣ୍ଡରୁ ବିଲ୍ ହେଲା আর ଗୋଟେ ପଞ୍ଚାୟତ ଅଫିସନୁ ବି ବିଲ୍ ହଉଛି ବୋଲେ ତାହାରନୁ ଆଉ ଦୁର୍ଭାଗ୍ୟଜନକ ଜିନିଷ ଆଉ କାଣା ହେଇପାରେ? ଅନେକ ଜିନିଷ ଅଛେ। ଆଜି ମିଲ୍ ଫ୍ୟାକ୍ଟ୍ରି ସବୁ ବନ୍ଦ ହେଇଗଲାନ, ପିଲାମାନେ ବେକାରୀ ହେଇକି ରହିଲେନ। ବରଗଡ଼ରେ ଯାହା ମିଲ୍ ଫ୍ୟାକ୍ଟ୍ରି ଅଛେ ସବୁ ବନ୍ଦ ହେଇଗଲା। ଗୋଟେ 25 ବର୍ଷ ଶାସନ କାଳ ଭିତରେ ଯଦି ଦେଖାଯିବା, 25 ବର୍ଷ ଶାସନ କାଳରେ ବିଜେଡି ସରକାରରେ ଥିଲା ବେଲେ ଆଜି ପର୍ଯ୍ୟନ୍ତ ବରଗଡ଼ର ବିଧାୟକ ବି 10 ବର୍ଷ ହେଲାନ ବିଧାୟକ ହେଇକିରି ଅଛନ୍। କିନ୍ତୁ 10 ବର୍ଷ ଭିତରେ ଏ ମିଲ୍ ଫ୍ୟାକ୍ଟ୍ରି ବାବଦରେ କେବେ ଭଏସ୍ ରେଜ୍ କରିଛନ୍ କାଁ କହିବେ ଟିକେ? ଯେନ୍ଟା ବନ୍ଦ ହେଇଛେ, আর ଯଦି ଭଏସ୍ ବି ରେଜ୍ କରିଛନ୍, ସୋଚ ଖାଲି ଟିକେ କହି ନେଇକିରି ତୁମ ପଡ଼ବାରଟା আর ଗୋଟେ ନିର୍ଣ୍ଣାୟକ ଲଢ଼େଇ ଲଢ଼ବାର ଭିତରେ ବହୁତ ଫରକ ଅଛି। ଗୋଟେ ନିର୍ଣ୍ଣାୟକ ଲଢ଼େଇ ଲଢ଼ା ଯିବାର କଥା, ଯେନ୍ଟା କି ବରଗଡ଼ ଲାଗି ବହୁତ ଜରୁରୀ है। ହେତ୍କି ଗୋଟେ ସୂତା ମିଲ୍ ହେଲା, ପାୱାର ହ୍ୟାଣ୍ଡଲୁମ୍ ହେଲା, ସୁଗର ମିଲ୍ ହେଲା, ଆପଣଙ୍କର ସାର ଫ୍ୟାକ୍ଟ୍ରି ହେଲା, ଇହାଦେ ସିମେଣ୍ଟ ଫ୍ୟାକ୍ଟ୍ରିର ଅବସ୍ଥା ବି ମୁସ୍କିଲ है। ତ ଏତ୍କି ବେକାରୀ ସମସ୍ୟା ଡେଭଲପ କଲା ପରେ ବି ଯଦି କହୁଛନ୍ ସେମାନେ ଡେଭଲପ ହେଇଛେ ବୋଲିକିରି ଆମର, ତାହେଲେ ତାର ବଡ଼ ଦୁର୍ଭାଗ୍ୟଜନକ ଜିନିଷ ନାଇଁନ। ଆପଣ ବରଗଡ଼ ଟାଉନର କଥା ଯଦି କୁହାଯିବା, ଗୋଟେ କ୍ୟାମ୍ପସ୍ ମେଡିକାଲ ଥିଲା। କ୍ୟାମ୍ପସ୍ ମେଡିକାଲରେ ଟାଉନ ଭିତରେ ଗୋଟେ ଲୋକ ରାତି 2 ବଜେ 3 ବଜେ ବି କାଣା ଅସୁବିଧା ହେଲେ ବି ଯାଇକିରି ମେଡିସିନ ନେଇକିରି ଆସୁଥିଲେ, ବନ୍ଦ ହେଇଗଲା। ଆଜି ତାର ପ୍ରଭାବ କାଣା ଅଛି ଲୋକ ଜାନିଛନ୍ ଭଲ କରି। ଦୂରଦୃଷ୍ଟିର ଅଭାବ। ଗୋଟେ ରିପ୍ରେଜେଣ୍ଟେସନ ଯେତେବେଳେ ପବ୍ଲିକ ରିପ୍ରେଜେଣ୍ଟେସନ ହଉଛି, ପବ୍ଲିକ ରିପ୍ରେଜେଣ୍ଟେସନ ହେଲା ମାନେ 2-2.5 ଲକ୍ଷ ଲୋକଙ୍କର ବାସିନ୍ଦାଙ୍କର ବରଗଡ଼ରେ ଆପଣ ତାଙ୍କର ରିପ୍ରେଜେଣ୍ଟେଟିଭ ଆନ ଜଣେ। ସେ ରିପ୍ରେଜେଣ୍ଟେଟିଭର ଦୂରଦୃଷ୍ଟିଟା କେତେ ହେବାର କଥା? କାରଣ ତାଙ୍କର ଭୁଲ ଲାଗି ଆଜି ତାଙ୍କର ଆୱାଜ ନାଇଁ ବାହାରବାର ବୋଲିକିରି ଆଜି ଆମେ ଅବସ୍ଥା ଭୋଗ କରୁଛୁ, ଆମ ବରଗଡ଼ବାସୀ ଭୋଗ କରୁଛୁ। ତ ରିପ୍ରେଜେଣ୍ଟେସନ କେନ୍ ପ୍ରକାରର ହେବାର କଥା ବରଗଡ଼ର ସେଟା ବରଗଡ଼ବାସୀ ବିଚାର କରିବେ। 3 ନମ୍ବର ଜିନିଷ, ବେ ଆଜି ଚାଷୀମାନେ
ଧାନ ଲଗାବାନୁ ଆରମ୍ଭ କରିକିରି ସାର ଘିନବାନୁ ଆରମ୍ଭ କରିକିରି ଆପଣଙ୍କର ଟୋଟାଲି ଧାନ କାଟିକିରି ଧାନ ବିକବାର ତକ୍ ସବୁଥି ଲାଇନ୍ ଲାଗଲି। ସ୍ୱାସ୍ଥ୍ୟ ଅବସ୍ଥା ସାଂଘାତିକ ପରିସ୍ଥିତି ଆପଣଙ୍କର ପ୍ରାଇମେରୀ ଏଜୁକେସନ୍ ସାଂଘାତିକ ସବୁ ଏମାନେ ପ୍ରାଇଭେଟାଇଜେସନ୍ ଆଡ଼କେ ଗତି କଲେନ ସମସ୍ତେ ଜବରଦସ୍ତି। ଯେନ୍ ଜାଗାରେ ସରକାରୀ ପ୍ରାଇଭେଟାଇଜେସନ୍ରେ ଲୋକଙ୍କୁ ଆପଣ ଦେଉଛନ୍ ସେଟା ଦୁର୍ଭାଗ୍ୟଜନକ କଥା। କାରଣ ସରକାରୀ ସୁବିଧା ସରକାରୀ ଜାଗାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡେଭଲପମେଣ୍ଟ ସରକାରୀ ଏଜୁକେସନ୍ର ଡେଭଲପମେଣ୍ଟ ଏଟା ନିହାତି ଜରୁରୀ। ସ୍କୁଲ ମାନେ ବନ୍ଦ ହେଇଗଲାନ ଏଟାର ପ୍ରଭାବଟା ଆପଣ ଚିନ୍ତା କରুন କାଣା ହେବା ଭବିଷ୍ୟତରେ। ଏଇଟାକେ ଗୋଟେ ନିର୍ଣ୍ଣାୟକ ଲଢ଼େଇ ଲଢ଼ବାର୍ ଲାଗି ପଡ଼ବା। କଂଗ୍ରେସ ଦଳ ସବୁବେଳେ ଚାଷୀମାନଙ୍କର ଦଳ ଏ, ସବୁବେଳେ ମଧ୍ୟବିତ୍ତ ପରିବାରର ଦଳ ଏ, କଂଗ୍ରେସ ଦଳ ସବୁବେଳେ ଶ୍ରମିକ ମାନଙ୍କର ଦଳ ଏ, କଂଗ୍ରେସ ଦଳ ସବୁବେଳେ ଗରିବ ମାନଙ୍କର ଦଳ ଏ, ନା କି ବିଜେଡି ଆଉ ବିଜେପି ଏମାନେ କର୍ପୋରେଟର ଦଳ। ଏମାନେ କର୍ପୋରେଟର ଦଳ, କର୍ପୋରେଟ ଲାଗି ଆଇନ ତିଆରି କରୁଛନ୍, କର୍ପୋରେଟ ଲାଗି ଆଇନ ତିଆରି କରିକି ଏମାନେ ଲୋକଙ୍କୁ ଶାସନ କରବାର୍ ଲାଗି ଚାହୁଁଛନ୍, ଯେନ୍ଟା କି ଅତି ଦୁର୍ଭାଗ୍ୟଜନକ କଥା। ବରଗଡ଼ରେ ମେଗା ଗ୍ରୁପ ହଉ କି ବରଗଡ଼ରେ ଟାଟା ପାୱାର ହଉ କି ଅନ୍ୟାନ୍ୟ कंपनी ମାନେ ଯେନ୍ମାନେ ଅଛନ୍ ସେମାନେ ଆସିକି ଯେନ୍ ରାଜୁତିଟା କରୁଛନ୍ ସେ ରାଜୁତି के दादागिरी के बंद करा जिबार उचित निहाती जरूरी है। जदि दादागिरी बंद ना करा जिबा लोक ताकर प्राप्य ना पाई पारन। लोक जदि तांकर प्राप्य ना पाइबे तारे से दादागिरी के आज जदि